ମୁଁ କହୁଛି ଆଜ୍ଞା, ମୁଁ ଡାଇରେକ୍ଟଲି କହୁଛି, କେତେଥର ମୁଁ ମନା କଲି ଆଜ୍ଞା, 5 ବର୍ଷ ହେଇଗଲା ମୋତେ ଶୋଇ ଦେଉନି। ସେ ଖ୍ରୀଷ୍ଟିଆନ ଭୂତ ଡରଉଛି, ଖୁଆଇ ଦେଉନି କି ପିଆଇ ଦେଉନି କି ଶୁଆଇ ଦେଉନି। ଆଜ୍ଞା ଏ କଥା ମୁଁ କହୁନି, ଆମ ସାଙ୍ଗରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଧନ୍ୟବାଦ ହୋ। ଆଜି ସକାଳ ସମୟ ମଧ୍ୟରେ ଗୋଟେ ନ୍ୟୁଜ୍ ଚ୍ୟାନେଲ ମୁଁ ଦେଖିଲି, ଆଉ ସେଇ ନ୍ୟୁଜ୍ ଚ୍ୟାନେଲ ମଧ୍ୟରେ ଗୋଟେ ଖବର ପ୍ରକାଶିତ ହେଉଛି, ଖ୍ରୀଷ୍ଟିଆନ ଭୂତ ମୋତେ ଡରାଉଛି। ଦେଖନ୍ତୁ, କହୁଛି ଆଜ୍ଞା, ମୁଁ ଡାଇରେକ୍ଟଲି କହୁଛି, କେତେଥର ମୁଁ ମନା କଲି ଆଜ୍ଞା, 5 ବର୍ଷ ହେଇଗଲା ମୋତେ ଶୋଇ ଦେଉନି। ସେ କହୁଛି ଆଜ୍ଞା ଶାନ୍ତା ଗୀତ ନା କ'ଣ ଗୀତ ଗାଇବା ମୋତେ କହୁଛି। ମୋତେ ଖ୍ରୀଷ୍ଟିଆନ ଭୂତ ଡରଉଛି। ଏ ଭାଇଙ୍କ ନାଁ ହେଉଛି ପବିତ୍ର। ଏ ନବରଙ୍ଗପୁର ଜିଲ୍ଲାର ବ୍ୟକ୍ତି ଅଟନ୍ତି, ଗୋଟେ ଯୁବକ ଭାଇ ଅଟନ୍ତି। ଆଉ ସେ ଦୀର୍ଘ 5 ବର୍ଷ ହେବ ତାକୁ ଖ୍ରୀଷ୍ଟିଆନ ଭୂତ ଡରାଉଛି। ଶୁଣନ୍ତୁ ତାଙ୍କ ମୁଖରୁ କ'ଣ କହୁଛନ୍ତି। ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଜୋରିଗାଁ ବ୍ଲକ, ଅମରଗଡ଼ ଥାନା, ତେଲହନ୍ଦି ପଞ୍ଚାୟତ, ଘର ନଙ୍ଗଳଶିଲି। ମୋ ନାଁ ପବିତ୍ର। ଆଜ୍ଞା ମୋ ଖ୍ରୀଷ୍ଟିଆନୀ ଆତ୍ମାଟା ମୋ ପଛରେ ଛାଡ଼ିନି ଆଜ୍ଞା, ଯେମିତିକି ମୋତେ କହୁଛି, ଯେମିତିକି ଖ୍ରୀଷ୍ଟିଆନୀ ଆତ୍ମାଟା ମୋତେ କହୁଛି, ଯେମିତିକି ମୋ ଖ୍ରୀଷ୍ଟିଆନୀ ଧର୍ମକୁ ଚାଳିଆ, ତାପରେ ମୁଁ ଖ୍ରୀଷ୍ଟିଆନୀ ଗୀତ ଗାଇବୁ, ଏମିତି ମୋତେ ଖ୍ରୀଷ୍ଟିଆନୀ ଗୀତ। ଆରେ ଭାଇ, କେତେ ମିଥ୍ୟା ଅଭିଯୋଗ କରିବ, କେତେ ମିଥ୍ୟା କହିବ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଖ୍ରୀଷ୍ଟିଆନ ଲୋକମାନଙ୍କ ବିରୁଦ୍ଧରେ। ଏହା ଆପଣମାନଙ୍କ ପାଇଁ ଏକ ନୂଆ କଥା ଅଟେ, କିନ୍ତୁ ଯେଉଁମାନେ ପ୍ରକୃତରେ ପ୍ରଭୁଙ୍କୁ ପାଇଛନ୍ତି, ଯେଉଁମାନେ ପ୍ରକୃତରେ ଖ୍ରୀଷ୍ଟିଆନ, ଆଜ୍ଞା ସେମାନଙ୍କୁ ଅନେକ ବର୍ଷ ପୂର୍ବରୁ ବାଇବଲ ମଧ୍ୟରେ ପ୍ରମାଣିତ ଅଛି, ଲେଖାଯାଇଛି ଯେ ଅନେକ ମିଥ୍ୟା ଅଭିଯୋଗ କରିବେ, ନିନ୍ଦା ଏବଂ ଅପମାନଜନକ କଥା କହିବେ। କିନ୍ତୁ ଏହା ମନେ ରଖ, ଖ୍ରୀଷ୍ଟିଆନ ଭୂତ ନାହିଁ, ଖ୍ରୀଷ୍ଟିଆନ ଭୂତ ନାହିଁ। ଆପଣ ଯେଉଁ ଭୂତ କଥା କହୁଛନ୍ତି, ଏ ଭୂତ କହିଲେ କ'ଣ ଆପଣ ଜାଣିଛନ୍ତି କି? ହଁ, ଆପଣଙ୍କୁ ବୋଧେ ଭୂତ ଲାଗିଛି, ଯେହେତୁ ଆପଣା ପରିବାରକୁ ଛାଡ଼ିକି ଆପଣ ଅନ୍ୟ ସ୍ଥାନରେ ଯାଇଛନ୍ତି, ନିଜ ପରିବାରକୁ ଦେଖୁନାହାନ୍ତି, ତାହେଲେ ଆପଣଙ୍କ ପାଖରେ କିଛି ଭୂତ ରହିଛି। ଆଉ ଯେଉଁ ଭୂତ ଆପଣଙ୍କୁ ଲାଗିଛି, ସେ ଆପଣଙ୍କର ଶରୀର ମଧ୍ୟରେ କାର୍ଯ୍ୟ କରୁଛି। ଦେଖନ୍ତୁ, ଭୂତ ଯଦି ଲାଗେ ଆଉ ସେ ଅଶୁଚି ଆତ୍ମା ନିଜ ପରିବାର ଠାରୁ ମଧ୍ୟ ଦୂର କରିଦିଏ। ମୁଁ ଗୋଟେ ଘଟଣା ବାଇବଲରେ ଆପଣଙ୍କୁ କହିବାକୁ ଚାହେଁ, ଯାହାକି ମାର୍କ ଲିଖିତ ସୁସମାଚାର 5 ପର୍ବ ମଧ୍ୟରେ ଲେଖାଯାଏ। ସେ ଦିନ ରାତି ସବୁବେଳେ ସମାଧି ସ୍ଥାନରେ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି ପ୍ରସ୍ତରରେ ଆପଣାକୁ କ୍ଷତ ବିକ୍ଷତ କରୁଥିଲା। এই ଦୁଷ୍ଟ ଆତ୍ମାର କାମ ଆମେ ଦେଖୁ ଜାଗାରେ। ପ୍ରଥମେ ତ ସେ ନିଜ ଗ୍ରାମରେ ରହୁନଥିଲା, ନିଜ ଅଞ୍ଚଳ ମଧ୍ୟରେ ରହୁନଥିଲା, ନିଜ ପରିବାରରେ ରହୁନଥିଲା, ତାର ସ୍ଥାନ ସମାଧି ମଧ୍ୟରେ, ମଶାଣୀ ମଧ୍ୟରେ ତାର ସ୍ଥାନ ଥିଲା। ସେ ସମାଧି ସ୍ଥାନ ମଧ୍ୟରେ ରହିକି ଆପଣା ଶରୀରକୁ କ୍ଷତି କରୁଥିଲା। ତାଙ୍କ ଭାଇମାନେ, ତାଙ୍କ ପରିବାର, ତାଙ୍କ ବନ୍ଧୁବାନ୍ଧବ ଅନେକ ଚେଷ୍ଟା କରୁଥିଲେ ତାକୁ ନିଜ ସମାଜ ମଧ୍ୟରେ ରଖିବା ପାଇଁ, ବାନ୍ଧିକି ରଖିବା ପାଇଁ ଚେଷ୍ଟା କରୁଥିଲେ, ତଥାପି ସେ ରହୁନଥିଲା। ଆପଣ କହୁଛନ୍ତି ଏ ଯେଉଁ ଆତ୍ମା, ଏ ଖ୍ରୀଷ୍ଟିଆନ ଆତ୍ମା କହୁଛି ମୋତେ ଖ୍ରୀଷ୍ଟିଆନ ଗୀତ ଗା ବୋଲିକି।
ଖ୍ରୀଷ୍ଟିଆନ ଗୀତ ପରେ ଗାଇବେ, ପ୍ରଥମେ ନିଜ ପରିବାର ପାଖେ ଆପଣ ଆସନ୍ତୁ। ଆପଣଙ୍କର ପରିବାରକୁ ଶ୍ୱଶୁର ଘରେ ଛାଡ଼ି ଆପଣ ଯାଉଛନ୍ତି ଅନ୍ୟ ଆଡ଼କୁ, ନିଜ ପରିବାର କଥା ଚିନ୍ତା କର ନା। ଗୀତ ପରେ ଗାଇବେ ଆଜ୍ଞା। ଖ୍ରୀଷ୍ଟିଆନିଟି ମଧ୍ୟରେ ଜାଣିଛନ୍ତି ନିଜ ପରିବାରକୁ ପ୍ରଥମେ ଶିକ୍ଷା ଦେବା, ନିଜ ପରିବାର ମଧ୍ୟରେ ରହିବା, ନିଜ ପରିବାର ମଧ୍ୟରେ ପ୍ରେମ ଆଦର ସମ୍ମାନ ସହିତ ରହିବା, ଏହା ବାକ୍ୟ ଶିକ୍ଷା ଦିଏ, ଏହା ଖ୍ରୀଷ୍ଟିଆନିଟି ଶିକ୍ଷା ଦିଏ। ହଁ, ଏ ଯେଉଁ ଭୂତ କଥା କହୁଛନ୍ତି, ଏ ଭୂତ ପ୍ରକୃତରେ ଗୋଟିଏ ଖ୍ରୀଷ୍ଟିଆନ ବ୍ୟକ୍ତିକୁ ଦେଖିଲେ ଚିତ୍କାର କରିବ। ଦେଖ, ଯେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ପଥ ଦେଇ ଆସୁଥିଲେ, ଆଉ ସେଇ ସମୟ ମଧ୍ୟରେ ଏ ଯେଉଁ ଦୁଷ୍ଟ ଆତ୍ମା ଲାଗିଥିବା ବ୍ୟକ୍ତି ବା ଏ ଆପଣଙ୍କ ଭାଷାରେ ଏ ଭୂତ ଆତ୍ମା ଲାଗିଥିବା ବ୍ୟକ୍ତି ଯେବେ ଯୀଶୁଙ୍କୁ ଦେଖିଲେ, ଆଉ ସେ ଚିତ୍କାର କରି କହିବାକୁ ଲାଗିଲେ କ'ଣ? 7ମ ପଦ, ଆଉ ଉଚ୍ଚ ସ୍ୱରରେ ଚିତ୍କାର କରି କହିଲା, ହେ ପରମ୍ପରା ଈଶ୍ୱରଙ୍କର ପୁତ୍ର ଯୀଶୁ, ତୁମ ସଙ୍ଗରେ ମୋର କ'ଣ ଅଛି? ତୁମକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଛି, ମୋତେ ଯନ୍ତ୍ରଣା ଦିଅ ନାହିଁ। କାରଣ ଯୀଶୁ ତାଙ୍କୁ କହିବାକୁ ଯାଉଥିଲେ, ଆରେ ଅଶୁଚି ଆତ୍ମା ଏଇ ଲୋକଠାରୁ ବାହାରି ଯା। ଆଜ୍ଞା, ଏ ଯେଉଁ ଚିତ୍କାର କରିକି କହୁଛି କିଏ? ଏ ଦୁଷ୍ଟ ଆତ୍ମା କ'ଣ କହେ? ମୋତେ ଯନ୍ତ୍ରଣା ଦିଅ ନାହିଁ, ମୋତେ କଷ୍ଟ ଦିଅ ନାହିଁ, ଈଶ୍ୱରଙ୍କ ନାମରେ ମୁଁ ଶପଥ ଦେଉଛି। ଆଜ୍ଞା, ସେଇ ସମୟରେ ସେ ବିନତି କଲା, ବିନତି କରିକି କହୁଛି ମୋତେ ଯନ୍ତ୍ରଣା ଦିଅ ନାହିଁ। ଆଉ ସେ ଘୁଷୁରୀ ପୋଲ ମଧ୍ୟରେ ଯିବା ପାଇଁ ଅନୁମତି ମାଗିଲା। ତାର 13 ପଦରେ ଲେଖାଯାଏ, ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଅଶୁଚି ଆତ୍ମା ଗୁଡ଼ାକ ବାହାରି ଘୁଷୁରୀମାନଙ୍କ ଭିତରେ ପଶିଲେ, ସେଥିରେ ସେଇ ପୋଲ ଅତି ବେଗରେ ଦୌଡ଼ି ଯାଇ ତୀକ୍ଷ୍ଣ ସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ। ଘୁଷୁରୀମାନଙ୍କର ସଂଖ୍ୟା ପ୍ରାୟ 2000 ଥିଲା। ଆପଣ ଜାଣିଛନ୍ତି ଆଜ୍ଞା, ଯେଉଁ ଘୁଷୁରୀ ପୋଲ ମଧ୍ୟରେ ଯିବା ପାଇଁ ଅଶୁଚି ଆତ୍ମା ମାନେ ଅନୁମତି ମାଗୁଛନ୍ତି। ଆଉ ଗୋଟେ ଖ୍ରୀଷ୍ଟୀୟ ବ୍ୟକ୍ତିକୁ, ଗୋଟେ ଖ୍ରୀଷ୍ଟିଆନ ବ୍ୟକ୍ତିକୁ ପରମେଶ୍ୱରଙ୍କ ପବିତ୍ର ବାକ୍ୟ ଯୀଶୁ ନାମରେ ଭୂତ ଛଡ଼ାଇବାର ଅଧିକାର ଦେଇଛନ୍ତି। এই ଡ୍ରାମା ବନ୍ଦ କରନ୍ତୁ। ଆମେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ, ପ୍ରାର୍ଥନା କରିବୁ। ଆପଣଙ୍କ ଶରୀର ମଧ୍ୟରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ପ୍ରକାର କୁଚିନ୍ତା, ଖରାପ ଭାବନା ଏସବୁ ନଷ୍ଟ ହଉ। ପ୍ରିୟ ପବିତ୍ର ଭାଇ, ଆପଣଙ୍କୁ ପ୍ରଭୁ ଶୀଘ୍ର ସୁସ୍ଥିର ଆତ୍ମା ଦିଅନ୍ତୁ, ଆଉ ଆପଣ ସୁସ୍ଥିର ହୁଅନ୍ତୁ।